ଇଏ ପିଆଜ ବାବୁଙ୍କ ଘର ନା କ'ଣ ବା? ଡାକିବା ଦେଖି। ପିଆଜ ବାବୁ, ଘରେ ଅଛ ପିଆଜ ବାବୁ? ଆରେ ଆଳୁ, ଏତେ ଦିନ ତୁ କେଉଁଠି ଥିଲୁ? କାହିଁ ଭିକ ମାଗିବା ପାଇଁ ଆସୁନଥିଲୁ ତ? ମୋ ବାହାଘର ହେଲା, ବହୁତ ଖାଇବା ବଳିଥିଲା, ଆଇଥାନ୍ତୁ ଖାଇଥାନ୍ତୁ ଆଉ ନେଇକି ବି ଯାଇଥାନ୍ତୁ। ହଉ ବାବୁ କ'ଣ କରିବା, ମୁଁ ତ ଛୁଟିରେ ଥିଲି ଆଉ 15 ଦିନ ଟିକେ ବାହାରକୁ ପଳେଇ ଯାଇଥିଲି ଆଉ। ବାହାରକୁ ମାନେ କୁଆଡ଼େ ଯାଇଥିଲୁ? ଗୋଟାଏ ଜରୁରୀକାଳୀନ ମିଟିଂରେ ଟିକେ ବାହାରକୁ ପଳେଇ ଯାଇଥିଲି ଆଉ। ହଉ ହଉ, ଆଇଲୁ ଏତେ ଦିନ ପରେ, ଏବେ କ'ଣ ଖାଇବୁ କହ? ନାଇଁ ବାବୁ, ଆପଣ ପଡ଼ିଶା ଘରୁ ବହୁତ ଖାଇକି ଆଇଛି। ଗୋଟେ କାମ କରନ୍ତୁ, କ'ଣ ଟିକେ ପଇସା ପତ୍ର ଦେଇ ଦିଅନ୍ତୁ, ମୁଁ ନେଇକି ପଳେଇଯିବି ଆଉ। ମୋ ପାଖରେ ଜମାରୁ ବା ସମୟ ନାହିଁ। ହଉ ଦଉଛି ରହ ଆଉ। ପିଆଜ ବାବୁ, କ'ଣ ଗୋଟେ ଟଙ୍କିନା ଆବାଜ ଆଇଲା? କଏନ୍ଟା ପଇଲା ନା କ'ଣ? ହଁ, ତ ଟଙ୍କିକିଆ କଏନ୍ଟା ଦେଲି ପରା। ପିଆଜ ବାବୁ, ମୁଁ ଆଗରୁ ଯେତେଥର ଆସିଛି ଆପଣ ତ 10 ଟଙ୍କାରୁ କମ୍ ଦେଇନାହାନ୍ତି, ଆଉ ଏଥର ଟଙ୍କାଟା କାହିଁ ଦେଲେ? କଥା କ'ଣ କି, ଆଗରୁ ବାହାଘରରେ ହେଇନଥିଲା, ପଇସା ବଞ୍ଚୁଥିଲା, ଆଉ ଏବେ ବାହାଘର ହେଲା, ପଇସା ପତ୍ର ସର୍ଟେଜ, ଆଉ ଟଙ୍କାଟା ନେଇକି ଯା। ଛି ପିଆଜ ବାବୁ, ଛି, ଆପଣ ଏତେ ଛୋଟ ଲୋକ, ଆପଣ ଟିକେ ଖରାପ ଲାଗୁନି? ମୋ ପଇସାରେ ଆପଣ ସ୍ତ୍ରୀକି ଚଳାଉଛନ୍ତି। No, 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 no.